2 ଲକ୍ଷ ଯୋଗାଡ଼ କରିଛୁ ଅପା। ଡାକ୍ତରୀ ପାଠ ପଢ଼ିବା ପାଇଁ 10 ରୁ 15 ଲକ୍ଷ ଟଙ୍କା ଦରକାର। ଆଡ଼ମିସନର ଲାଷ୍ଟ ଡେଟ୍ 21 ତାରିଖ। ଆଉ ମାତ୍ର 8 ଦିନ। এই 8 ଦିନ ଭିତରେ 10 ଲକ୍ଷ ଟଙ୍କା ହେଲେ ମୋ ଆଡ଼ମିସନ୍ ହେବ। 10 ଲକ୍ଷ। ଏକରେ କେତେଟା ଶୂନ ହେଲେ 10 ଲକ୍ଷ ହେବ ତୁ ଜାଣିଛୁ ତୁ? ଏ ଘର ସହିତ ଆମ ଭାଇ ଭଉଣୀଙ୍କ ହାଡ଼ ମାଂସ ବିକ୍ରି ହେଲେ ବି 10 ଲକ୍ଷ ହେବନି। 10 ଲକ୍ଷ ଟଙ୍କା ଦରକାର। 10 ଲକ୍ଷ କହିଲା କନା 2 ଲକ୍ଷ ଯୋଗାଡ଼ କରିଛି। ମୋତେ ଡାକ୍ତର କରିଦେବ, ଡାକ୍ତର ହେଇଯିବେ ମୋ ଡାକ୍ତର। ଚାଲ ପୂଜା ଚାଲ ଭିତରକୁ। ମୁଁ କାହାକୁ ଜଣଙ୍କ ମାନେ ସେମିତି ତ ସ୍ପେଶିଆଲି କହିବାକୁ ଗଲେ ଆମ ଫିଗର, ଆମ ଆଟିଚ୍ୟୁଡ଼, ଆମ ଟେମ୍ପରାମେଣ୍ଟ ନେଇକିରି ଆମେ କାହାକୁ ଗୋଟେ ଫଲୋ କରୁଛୁ, କିନ୍ତୁ ଓଭରଅଲ୍ ସମସ୍ତେ ଭଲ। ମୋର ତ ପ୍ରିୟ ଗୁରୁ ହେଉଛନ୍ତି କୈଳାସ ବେହେରା, ସୁରେଶ ନନା, ସୁବାସ ଭାଇ, ଗୌର ଭାଇ, ବାପି ନନା। ମୁଁ କାହା କଥା କହିବି, ପ୍ରତାପ ଭାଇ ପର୍ଯ୍ୟନ୍ତ ସମସ୍ତଙ୍କୁ ଭଲ ପାଏ। ସେଇ କଥା କହିଲେ ଆପଣଙ୍କୁ ଟିକେ ଆଗରୁ। ସେତେବେଳେ ଆତ୍ମୀୟ ଭଲ ପାଇବା ଥିଲା, ପଇସା ନଥିଲା। କିନ୍ତୁ ଏବେ ପଇସା ହେଇଯାଇଛି, ଆଉ ଭଲ ପାଇବା ନାହିଁ, ସବୁ ବ୍ୟବସାୟିକ ହେଇଯାଇଛି। ଏହା 2 ଲକ୍ଷ ଯୋଗାଡ଼ କରିଛୁ ଅପା। ଡାକ୍ତରୀ ପାଠ ପଢ଼ିବା ପାଇଁ 10 ରୁ 15 ଲକ୍ଷ ଟଙ୍କା ଦରକାର। ଆଡ଼ମିସନର ଲାଷ୍ଟ ଡେଟ୍ 21 ତାରିଖ। ଆଉ ମାତ୍ର 8 ଦିନ। এই 8 ଦିନ ଭିତରେ 10 ଲକ୍ଷ ଟଙ୍କା ହେଲେ ମୋ ଆଡ଼ମିସନ୍ ହେବ। 10 ଲକ୍ଷ। ଏକରେ କେତେଟା ଶୂନ ହେଲେ 10 ଲକ୍ଷ ହେବ ତୁ ଜାଣିଛୁ ତୁ? ଏ ଘର ସହିତ ଆମ ଭାଇ ଭଉଣୀଙ୍କ ହାଡ଼ ମାଂସ ବିକ୍ରି ହେଲେ ବି 10 ଲକ୍ଷ ହେବନି। 10 ଲକ୍ଷ ଟଙ୍କା ଦରକାର। 10 ଲକ୍ଷ କହିଲା କନା 2 ଲକ୍ଷ ଯୋଗାଡ଼ କରିଛି। ମୋତେ ଡାକ୍ତର କରିଦେବ, ଡାକ୍ତର ହେଇଯିବେ ମୋ ଡାକ୍ତର। ଚାଲ ପୂଜା ଚାଲ ଭିତରକୁ। ମୁଁ ଆଜ୍ଞା ନିଜକୁ ଏତିକି ଖୁସି ଭାବୁଛି, ମନେ ମନେ ଯେ ଖୁସି ହେଉଛି। ମୁଁ ବାଦଶାହ ପାର୍ଟିରେ ଅଛି। ଓଡ଼ିଶାର ଗୋଟେ ସ୍ଥିତିବାନ ଅନୁଷ୍ଠାନ ଯାହାକୁ କହନ୍ତି କୋଣାର୍କ ନାଟ୍ୟ। ଆମ ପାର୍ଟି ବାଦଶାହ, ଆମ ମାଲିକ ବାଦଶାହ, ଆମେ କଳାକାର ସମସ୍ତେ ବି ବାଦଶାହ। ତେଣୁ ଏଠି ଯଦି ଏତେ ଖୁସିରେ ଅଛି, କୌଣସି ପ୍ରକାର ଦୁଶ୍ଚିନ୍ତା ମୁଣ୍ଡକୁ ଆସୁନାହିଁ। ବହୁତ ଅଫର ଆସିଛି। ଗୋଟେ ଦୁର୍ଭାଗ୍ୟବଶତଃ ଟିକେ ଏପଟ ସେପଟ ହେଇଗଲା। ଆଉ ବାବୁଙ୍କର ଭଲ ପାଇବା ମଧ୍ୟ ମୋତେ ଆକର୍ଷିତ କରି ରଖିଦେଲା ଏଠି। ନହେଲେ ମୁଁ ବି ଗୋଟେ ଭଲ ଅନୁଷ୍ଠାନକୁ ଯାଇଥାନ୍ତି। ଭଲ ମାଲିକ ବି କଥାବାର୍ତ୍ତା ହେଇଥିଲି। ତାଙ୍କର ମଧ୍ୟ ବହୁତ ମନ ଦୁଃଖ ଜିତୁ ଆମର ଆସିଲାନି ବୋଲି। କିନ୍ତୁ ଯାହା ଦାନେ ଦାନେ ପେ ଲେଖା ଖାନେ ବାଲା କାନେ ସେ କଥା ଭାବିକି ମୁଁ ଆଉ ସେମିତି କିଛି ନିଷ୍ପତ୍ତି ନେଉନାହିଁ। ବର୍ତ୍ତମାନ ଯେଉଁ ସ୍ଥିତିରେ ମୁଁ ଏଠି ଅଛି, ବାବୁଙ୍କର ଆଉ ମୋର ଯେଉଁ ଭଲ ପାଇବା ହେଇଛି, ଆଉ ଆଜ୍ଞା ଏ ଭଲ ପାଇବା କିଏ କାଟିପାରିବେନି କି ମୁଁ ଆଉ କୁଆଡ଼େ ଯିବାକୁ ଚାହୁଁନି। କାରଣ ଅନୁଷ୍ଠାନ ଆଜିକାଲି ଭଲ ନାହିଁ, ସବୁ ବ୍ୟବସାୟିକ ହେଇଗଲାଣି ନା। ଆମେ ଏଠି କ'ଣ କହିଲି, ବାଦଶାହ ପାର୍ଟିରେ ଅଛି, ଗେହ୍ଲା ପିଲା ଭଳିଆ ଅଛି। ମୁଁ ଯାଇ କାହିଁ କୁଆଡ଼େ ହଇରାଣ ହେବି? ସେଠି କ'ଣ ହେବ ପରିସ୍ଥିତି କ'ଣ ନାହିଁ କିଏ କହିପାରିବ? ଏଠି ମୋ ବାବୁଙ୍କର ଭାଇ ଭଳିଆ ଅଛି, ବାବୁଙ୍କ ପୁଅ ଭଳିଆ ଅଛି। କାହିଁ ଏଭଳି ଖୁସି ଛାଡ଼ିକି ଯିବି? ତଥାପି ଯେପର୍ଯ୍ୟନ୍ତ ମୁଁ ଅଛି ଏଇଠି, ହଁ, ଯେଉଁମାନେ ଭବିଷ୍ୟତ ଚିନ୍ତା କରିଛନ୍ତି ସେମାନେ ନିଶ୍ଚୟ ଟ୍ୟାକ୍ସ ଦେବେ। ମୁଁ ଆଜି ଜାଗା କିଣେ କି ଘର କରେ, କୌଣସି ଜିନିଷ କରେ ମୋତେ ଟ୍ୟାକ୍ସ ଦେବାକୁ ହିଁ ପଡ଼ିବ। ନହେଲେ ମୋର କୌଣସି କାମ ସକ୍ସେସ୍ ହେଇପାରିବନି। କୌଣସି କାମ ମୁଁ ସେ ବାବଦରେ ଜାଣିନଥିଲି, ବର୍ତ୍ତମାନ ମୁଁ ଟ୍ୟାକ୍ସ ଦେଉଛି। ନିଶ୍ଚିତ ଆଗକୁ ଜାଗା କିଣିବି କି ଘର କରି ଭଲ ମନ୍ଦ ସେଇଟା ସପୋର୍ଟିଂ କରିବ। ଆଉ ଜଣେ ଶିକ୍ଷିତ ପିଲା ହିସାବରେ ସେଇଟା ଜାଣିବା ଦରକାର। ଟ୍ୟାକ୍ସଟା ସରକାରଙ୍କୁ ଦେଲେ ଆମେ ସରକାରଙ୍କୁ କେତେ ବେନିଫିଟେଡ଼ ହେବା, ଦେବା ଉଚିତ ନିହାତି। ହଁ, ଦର୍ଶକଙ୍କର ଏଇ ଭଲ ପାଇବା, ଏଇ ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ ଆମ ଉପରେ ଏମିତି ଥାଉ। ନିଶ୍ଚୟ ଆଗକୁ ଆହୁରି ଭଲ ଭଲ ନାଟକରେ ଆମେ ଲୋକଙ୍କୁ ଏଣ୍ଟରଟେନମେଣ୍ଟ କରିବୁ ନିଶ୍ଚିତ।